एक भैया ऊपर देखे सुना सुज्ञान जला धीरे दे मन संगे ठिले पेतगण सर्वदेव गण माया रे दिसंदी सर्वदेवगण माया रे देखंदी अति बड़ स्वभावन अति बड़ स्वभावन धीरे करंती गामन अति बड़ स्वभावन बर बेश होई बेदीरे बसंते पंचमुख देखी सती मनरे भावती विरूप देखाई मन रखी भांति मनरे रखी भांति भावुंट से पार्वती मनरे रखती भांति पार्वती जैसे ही बड़ी मस्तक को देखाई देले बहन शिवंगर भाव मोचन होइले ये ठार मुसमा धन तलिया है विज्ञान बुझाल किछि पूरण समापन विज्ञान आज्ञा आपण सती विवाहटा रखी जंती काहाकू कोन देखा गला पार्वती विवाहटा तो जानी शुणिकिना शिव सहित तेणु जो सती की विवाह गले शिव क्या केउ रूप से देखा दिले साधु जन शुण दे मन अमी अचरित पुरे जेते देवा देवी अबा नरगण थांती रही भिन्न भिन्न रूपे जाई देखा दियंती भोला स्वाई भिन्न भिन्न रूपे जाई देवता माना जे देखंती नेत्रे कोटि राजेश्वर दीप आज सहस्र सूर्य पूजिणी जेपरी दिशंती देव राज देव देव त्रिलोचन बाद्यना देखम पवन देव गण दक्षपुरा जेते नर नारी गण चाही देउथंती ताकू कंकाल बेताल पंचमुख आदि देखंती से वृषभकू हाहाकार हाहाकार देखंती नारी नर हाहाकार हाहाकार राजा बाबा देखंती से सीमा अस्थिर होइले चित्ते कंकाल बेताल भूत प्रेत आदि नृत्य करुछंती सते विकटार वेश देखी सासु हेले मने दुखी विकटार रूप देखी प्रश्नोत्तर कार्यक्रम दियो भाई सुलेपाल शिव ठाकुर बरंत प्रश्न गिरी
ଶିବଙ୍କର ପଞ୍ଚମୁଣ୍ଡର ନାମ ହେଲା ସଦ୍ୟଜାତ ତତ୍ପୁରୁଷ ବାମଦେବ ଅଘୋର ଈଶ୍ୱର। ପଞ୍ଚମୁଖରୁ 28 ପ୍ରକାର ତନ୍ତ୍ର କପିଳାସର ଉଦ୍ଭବ ହୋଇଥିଲା। କେଉଁ ମୁଖରୁ କେଉଁ ମନ୍ତ୍ରର ସୃଷ୍ଟି ହୋଇଥିଲା? ବହି ଓଡ଼ିଶାର କେଉଁ ତନ୍ତ୍ରର ସୃଷ୍ଟି ହୋଇଥିଲା? ବହି ଓଡ଼ିଶାର ନାଥ ତନ୍ତ୍ରପୀଠ। ପ୍ରଥମ ସଦଜାତ ଓଙ୍କାରାୟ ନମଃ ତତ୍ପୁରୁଷ ନିରାକାରାୟ ନମଃ ବାମଦେବ ଅଣାକାରାୟ ନମଃ ଈଶାନ ଏକାକ୍ଷର ବ୍ରହ୍ମ ରୂପାୟ ନମଃ। 28ଟା ତନ୍ତ୍ର 28 ପ୍ରକାର ତନ୍ତ୍ର ସୃଷ୍ଟି ହେଇଥିଲା ଶିବଙ୍କର 5ଟା ମୁଖରୁ। ସଦ୍ୟଜାତରୁ କେଉଁ କେଉଁ ତନ୍ତ୍ର, ଅଘୋରରୁ କେଉଁ କେଉଁ ତନ୍ତ୍ର ଏଇଭଳିଆ ନା? ହଉ ଦିଅ। ବାଣପୁରର ଅଧିଷ୍ଠାତ୍ରୀ ଦେବୀ ଭଗବତୀଙ୍କୁ ବଳି ଦେବାର ପ୍ରଥା ଥିଲା। ଦେବୀଙ୍କୁ ବଳି ଦେବା ପରେ ଦୁର୍ଗା ପୂଜା ସମୟରେ ଯେଉଁ ପଶୁ ବଳି ଦିଆଯାଏ, ପଶୁର ଗଣ୍ଡି ଗୁଡ଼ିକୁ ପାଖରେ ଥିବା କେଉଁ ଦେବୀଙ୍କୁ ଅର୍ପଣ କରାଯାଏ? ବହି ହେଲା ଶକ୍ତି ଦର୍ଶନ। ଆଜ୍ଞା, ବହି ହେଲା ଶକ୍ତି ଦର୍ଶନ। ଦେବୀ ହେଉଛନ୍ତି ଶୁକ୍ରଶ୍ରୁତି। ଶିବ ଠାକୁର ଉଭୟଦଳ ଯାହା ଉତ୍ତର ଦେଲେ, ଦୁଇ ଜଣ ଯାକର ତ ଭୁଲ ଅଛି। କିଏ କାହା ଉତ୍ତର କହିବେ କି? ତାଙ୍କର ଉତ୍ତର କହିବେ ପାର୍ବତୀ ଦିଅନ୍ତୁ। सकल देवता सम्मिलित तेजरु महालक्ष्मी सिंह बाहिनी दुर्गा रूपे जन्म हेले। देवता माने देवी को जो स्तुति करथिले ताकू केउ स्तुति कहा जाय? वही महालक्ष्मी चरित। आज्ञा कांतायनी स्तुति देखो पूरा खाई आठवा खाइला बोले देवी सुक्त कहा कहा जाए? वही है शक्ति उपासना। देवी सुक्त कहा कहा जाए? आज्ञा देवता को देवी को जेते बेले स्मरण करा जाए एवं ताका के देवी सुक्त उपासना कहा जाए। प्रश्न पढ़े उत्तर सोनेपाल देवता महादेवंकर प्रश्न थिला शिवंकर पांच मुंडर नाम। पांच मुंडर नाम है सद्यजात तत्पुरुष बामदेव अघोर ईशान। सी जो पांचटे मुंडर 28टी तंत्र कपिलास उद्भव होता। केउ मुखर केउ तंत्र सृष्टि होता? सद्यजात मुखर 5 कामिक जोगज चिंत्य कारण अजिति। तत्पुरुष मुखर 5
ରୈରବ ମୁକୁଟ ନିର୍ମଳ ଚନ୍ଦ୍ରଜ୍ଞାନ ବିଶ୍ୱତନ୍ତ୍ର। ବାମଦେବ ମୁଖରୁ 5 ଦୀପ୍ତ ସୂକ୍ଷ୍ମ ସହସ୍ର ଅଂଶୁମାନ ସୁପ୍ରଭେଦ। ଅଘର ମୁଖରୁ 5 ବିଜୟା ନିଶ୍ୱାସ ସ୍ୱାନୁଭବ ଅଣ୍ଡଳ ବୀର। ଈଶାନ ମୁଖରୁ 8 ହେଲା ପ୍ରଜ୍ଞିତ ଲଳିତ ସିଦ୍ଧ ସନ୍ତାନ ସର୍ବତର ପରମେଶ୍ୱର କରଣ ଓ ବାକୁ। ଏ ହେଲା 28ଟି ମନ୍ତ୍ର। ଆସିଥିଲା। ଦ୍ୱିତୀୟ ପ୍ରଶ୍ନ ଥିଲା ରନ୍ତେଲେଇ ଦେବଦେବ ମହାଙ୍କର ପ୍ରଶ୍ନ, ମହାଦେବଙ୍କର ପ୍ରଶ୍ନ। ବାଣପୁରର ଅଧିଷ୍ଠାତ୍ରୀ ଦେବୀ ହେଲେ ଭଗବତୀ। ଆଜି ପର୍ଯ୍ୟନ୍ତ ପୂଜା ପାଉଛନ୍ତି। ସେ ଭଗବତୀଙ୍କୁ ବଳି ଦେବାର ପ୍ରଥା ଥିଲା। ଦେବୀଙ୍କୁ ବଳି ଦେବା ପରେ ଦୁର୍ଗା ପୂଜା ସମୟରେ ଯେଉଁ ଦଶମୀ ତିଥି ଆମର ପଡ଼େ, ସେହି ସମୟରେ ଯେଉଁ ପଶୁ ବଳି ଦିଆଯାଏ, ପଶୁର ଗଣ୍ଡି ଗୁଡ଼ିକ ପାଖରେ ଥିବା କେଉଁଟାକୁ ଅର୍ପଣ କରାଯାଏ, ତା ଗଣ୍ଡିଟାକୁ। ବହି ହେଲା ଶକ୍ତି ଦର୍ଶନ, ପଳାଶ ପୁଣି ଦେବୀ। ପୃଷ୍ଠା ହେଲା 17 ପୃଷ୍ଠା। ରନ୍ତେଲେଇ ପାର୍ବତୀଙ୍କର ପ୍ରଶ୍ନ ଥିଲା ଦେବୀ ସୁକ୍ତ କାହାକୁ କୁହାଯାଏ? ବହି ଥିଲା ଶକ୍ତି ଉପାସନା। ବହିଟି ନା ପୃଷ୍ଠା ହେଲା 35। ଅନୁଭୂଣ ଋଷିଙ୍କର ବାକ୍ନାମ୍ନୀ ବ୍ରହ୍ମ ବିଦୁଷୀଙ୍କର କନ୍ୟା ପ୍ରଥମେ ନିଜକୁ ଦେବୀ ଶକ୍ତିକୁ ସହିତ ଅଭିନ୍ନ ରୂପରେ ଅନୁଭବ କରିଦେଲେ। ଅଭିନ୍ନ ରୂପରେ ଅନୁଭବ କଲା ପରେ ଯେଉଁ ପ୍ରଭାବଶାଳୀ ତତ୍ତ୍ୱ ବର୍ଣ୍ଣନା କରିଥିଲା ତାକୁ ଦେବୀ ସୂକ୍ତ ବୋଲି କୁହାଗଲା। ସୁଲେପାଳ ପାର୍ବତୀଙ୍କର ପ୍ରଶ୍ନ ଥିଲା ମହିଷାସୁର ନିଧନ ପାଇଁ ସକଳ ଦେବତାଙ୍କର ସମ୍ମିଳିତ ତେଜରୁ ମହାଲକ୍ଷ୍ମୀ ସିଂହ ବାହିନୀ ରୂପରେ ଦୁର୍ଗା ରୂପେ ଜନ୍ମ ହେଲେ। ଦେବତା ମାନେ ଦେବଙ୍କୁ ଯେଉଁ ସ୍ତୁତି ଜ୍ଞାନ କରିଥିଲେ ତାକୁ କେଉଁ ସ୍ତୁତି କୁହାଯାଉଥିଲା? ମହାଲକ୍ଷ୍ମୀ ଚରିତ୍ର। ବହିଟି ଥିଲା ମହାଲକ୍ଷ୍ମୀ ଚରିତ୍ର, ତାର ସକ୍ରାନ୍ତି ସ୍ତୁତି। ପୃଷ୍ଠା ହେଲା 40 ପୃଷ୍ଠା। ଯେହେତୁ ଆପଣ ମାନେ ବହୁ ପରିଶ୍ରମ କରି ନୃତ୍ୟ ଗୀତ ପୋଷାକକୁ ଆଧାର କରି କିଛି ପରିଶ୍ରମ କରୁଛନ୍ତି, ଦର୍ଶକ ମଧ୍ୟ ଅଛନ୍ତି। ଦେବଦେବ ମହାଦେବ ଗୋଟେ ପଟେ ନୃତ୍ୟ ଉତ୍ତମ ଥିଲା ବେଳେ ଅନ୍ୟ ପଟେ ନୃତ୍ୟଟି ମଧ୍ୟମ ଥିଲା। ମା ପାର୍ବତୀଙ୍କର ଦୁହିଁଙ୍କର ସମାଜ ଶିକ୍ଷା ଉତ୍ତମ ଏବଂ ଅନ୍ୟପଟେ ପାର୍ବତୀଙ୍କର ଗୀତ ବେଶ ପୋଷାକ ଉନ୍ନତମାନ ଥିଲାବେଳେ ଆଉ ଜଣଙ୍କର ମଧ୍ୟମ ଆକାର ଥିଲା। ତେଣୁ ମଞ୍ଚରୁ ସମୟ ବିଦାୟ ରଖୁ। ଆସିବେ ଆମର ଏ କଳି ସତ୍ୟ ତ୍ରେତା ଦ୍ୱାପର କଳି କଳି ଯୁଗର ବାବା ମାନେ ଆସିବେ ଆମର ମନୋରଞ୍ଜନ।